ଆପଣ କେଉଁ କଲେଜରେ ପଢ଼ିବେ ଏବଂ କେଉଁ କଲେଜରୁ ଫାଷ୍ଟ ସିଲେକ୍ସନ୍ ଆପଣଙ୍କର ହେଲା ଏବଂ ଆଡ଼ମିସନ୍ ଟାଇମ୍‌ରେ କେଉଁ କେଉଁ ସବୁ ଡକ୍ୟୁମେଣ୍ଟ ନେଇକି ସାଥିରେ ଯିବେ ଏବଂ ଆପଣ ଚାହୁଁଥିବା ଯେଉଁ କଲେଜରେ ପଢ଼ିବା ପାଇଁ ଆବେଦନ କରିଥିଲେ ପ୍ରଥମେ ଯେଉଁ ସିରିଏଲ୍ ନମ୍ବରରେ ଯେଉଁ କଲେଜର ନାମ ପ୍ରଥମେ ରଖିଥିଲେ ସେ କଲେଜରେ ନ ଆସିକି ଦ୍ୱିତୀୟ ସିରିଏଲ୍ ନମ୍ବର ଥିବା କଲେଜ ନାମଟି ଆସିଛି ଆପଣ କିପରି ଫାଷ୍ଟ କଲେଜରେ ପଢ଼ିବେ ଏବଂ ଏସବୁ ଆପଣ ପାଇଁକା ଏଇ ଭିଡ଼ିଓଟି ଯେଉଁମାନେ +2 ଏ ବର୍ଷ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି। ଯେଉଁମାନେ 2025-26 ମସିହାରେ +2 କିମ୍ବା ଯୁକ୍ତ 2 ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ପ୍ରଥମେ ଆଲୋଚନା କରିବା ଆଡ଼ମିସନ୍ ଯେବେ କରିବାକୁ ଯିବା ସେଥିରେ କେଉଁ କେଉଁ ସବୁ ଡକ୍ୟୁମେଣ୍ଟ ନେଇଥିବା। ଆପଣ ଫାଷ୍ଟ ପାସ୍ ସାଇଜ୍ ଫଟୋ ନେଇଥିବେ, ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, 10th ସାର୍ଟିଫିକେଟ୍ ଏବଂ ଲିଭିଂ କଣ୍ଡକ୍ଟ ମାଇଗ୍ରେସନ୍ ସାର୍ଟିଫିକେଟ୍ ଯାହା ସବୁ ସ୍କୁଲରୁ ଆଣିଥିଲେ ସେସବୁ ନେବେ। ଆଉ କାଷ୍ଟ ସାର୍ଟିଫିକେଟ୍ ଯଦି ଆପଣଙ୍କର ଅଛି ଆପଣ କମ୍ପଲସରି ନେବେ। ବାକି ମୁଁ ଆପଣଙ୍କୁ ସବୁ କମ୍ପଲସରି ଯେଉଁଗୁଡ଼ା ନେବେ କହୁଛି, ବାକି ଅପସନାଲ୍ ଯେମିତି NCC ରହିଲା ସେସବୁ ଆପଣଙ୍କର ଯଦି ଅଛି ଆପଣ ନିଅନ୍ତୁ, ନାହିଁ ତ କିନ୍ତୁ କମ୍ପଲସରି ସାଥିରେ ଏସବୁ ଜିନିଷ ନେଇଥିବେ। ଯେବେ ଆବେଦନ କଲେ +2 ପାଇଁକା ଫର୍ମ ସେତେବେଳେ ଆପ୍ଲିକେସନ୍ ଫର୍ମ ଆପଣଙ୍କୁ କମ୍ପ୍ୟୁଟର ଦୋକାନରେ ଦେଇଥିବ ସେ ଫର୍ମଟି ସାଥିରେ ନେବେ। ପ୍ଲସ୍ ଇଣ୍ଟିମେସନ୍ ଲେଟର୍ ମାନେ କିଛି ସମୟ ଭିତରେ ଯେଉଁ ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ୍ ହେବ ଆପଣମାନେ ସେ ଇଣ୍ଟିମେସନ୍ ଲେଟର୍ ବି ସାଥିରେ ନେଇଥିବେ। ଏହିସବୁ କାଗଜ ନେଇଥିଲେ ଆପଣ ଫେରିକି ଆସିବେ ନାହିଁ, ଆଡ଼ମିସନ୍ କରିକି ଆସିବେ। ବାକି ରହିଲା ଆପଣମାନେ ଯେଉଁ କଲେଜ ପାଇଁ ପ୍ରଥମେ ଆବେଦନ କରିଥିଲେ ସେ କଲେଜ ଯଦି ନ ଆସିକିରି ଦ୍ୱିତୀୟ ନମ୍ବର କଲେଜ ଆସିଛି ଆପଣମାନେ କ'ଣ କରିବେ? ଆପଣ ଚାହୁଁଛନ୍ତି ମୁଁ ସେ କଲେଜ ପ୍ରଥମ କଲେଜ ଯେଉଁଟା ଆବେଦନ କରିଥିଲି ପଢ଼ିବା ପାଇଁକା ଆପଣମାନେ ସେଇଠି ସ୍ଲାଇଡ୍ ଅଫ୍ ପ୍ରକ୍ରିୟାରେ ଭାଗ ନେଇପାରିବେ, ଯାହାକି ଦ୍ୱିତୀୟ ସିଲେକ୍ସନ୍ ବେଳକୁ ଆପଣଙ୍କର ସେ କଲେଜଟି ଆସିବାର ବହୁତ ସମ୍ଭାବନା ଅଛି। ବାକି ରହିଲା ଇଣ୍ଟିମେସନ୍ ଲେଟର୍ କିପରି ଡାଉନଲୋଡ୍ କରିବେ ଦେଖନ୍ତୁ। ନିଜ ମୋବାଇଲରେ samsodisha.gov.in ମାରିକିରି ଆପଣ +2 ଅପସନ୍ ଉପରେ କ୍ଲିକ୍ କରିକି ଆପଣ ନିଜର ମୋବାଇଲ ନମ୍ବର ଏବଂ ପାସୱାର୍ଡ଼ ଦେଇକିରି ଡାଉନଲୋଡ୍ ଇଣ୍ଟିମେସନ୍ ଲେଟର୍ କରିପାରିବେ। କେଉଁ କଲେଜରୁ ଆସିଛି, କେତେରୁ କେତେ ତାରିଖ ଆଡ଼ମିସନ୍ ଅଛି ସେ ସବୁ ବିବରଣୀ ସେ ଫର୍ମରେ ଲେଖା ହେଇଥିବ। ସେ ଫର୍ମଟି ପ୍ରିଣ୍ଟ ଆଉଟ୍ କରିକିରି ଇଏ ସବୁ ଡକ୍ୟୁମେଣ୍ଟ ଦେହରେ ରଖିକିରି ଆପଣ ନିଜ କଲେଜରେ ନେଇକିରି ଯେକୌଣସି କଲେଜରେ ଆଡ଼ମିସନ୍ ପାଇଁକା ଆସିଛି ଆପଣଙ୍କ ଲେଟର୍ ଆପଣ ସେଇ କଲେଜରେ ନେଇକି ଦାଖଲ କରିକି ଆଡ଼ମିସନ୍ କରିପାରିବେ।